बंधुगण जय जगन्नाथ। आपन को विजय साई यूट्यूब चैनल आउ एक नूतन वीडियो ब्लॉग को स्वागत। बंधुगण ब्राह्मणी नदीर बन्या पानी दीर्घ 5-6 दिन धरी आम पंचायत रे बुड़ी रही। विशेषकर आम गाँ नरेंद्रपुर रे ग्रामवासी माने घोर असुविधार सम्मुखीन होती। गाँर 3 पटरे नई एकमात्र यातायात रास्ता जे कि पत्रपुर मेन रोड को संजोग करुच्ची से बन्या पानी रे बुड़ी रही। गाँ रास्ता रे वर्तमान 3 फुट रु 5 फुट पर्यंत पानी समस्त स्थान रे बुड़ी रही। तेणु ग्रामवासी माने नहीं नथिबा घोर असुविधार सम्मुखीन होउछन्ति। हठात कौन सी कार्य मेडिकल जीवाक पड़े मेडिकल जनित कार्यपाई बन्या पानी चारिआडे घेरी रही यातायात विशेष असुविधा होउछि। आवश्यक सौदापत्र गाँव में मिलूना। गाँव में जो 2-4टी दुकान अच्छी से दुकान किसी सौदापत्र मिलूना, कारण दुकानी माने बाजार को जाई सौदापत्र आनिबा को बन्या पानी रे बहुत असुविधार सम्मुखीन होउछन्ति। तेणु सौदापत्र से आनी पारुना। तेणुक आवश्यक घरकरणा सौदा रोषेई सामग्री गाँव में मिलूना। गाँव में थिबा 2टी स्कूल माइनर स्कूल तथा हाई स्कूल पानी घेरे रही स्कूल शिक्षक कि छात्र छात्री माने आसी पारुना। तेणुक स्कूलटी बंद रही एवं किछि न पर्यंत बंद रहिबो। बंधुगण गाँवर समस्त गृहपालित पशु घोर असुविधार सम्मुखीन होउछन्ति, कारण जो खाद्य थिला से प्राय सरी आसिलानी। तेणुक खाद्य अभाव 5 दिन से माने भूखिला पेटर रही। एणु सरकार उच्च कर्तृपक्ष को निवेदन करूँ अति शीघ्र गरीब लोक रिलीफ सामग्री जोगाइबा संगे संगे गाँवर गाई गोरु मानक किछि गो खाद्य और एक डाक्टर टीम पठाई मेडिकल औषध ग्रामवासी मानक वितरण करने को ग्रामवासी माने अनुरोध करिसेंति। आज आम गाँव रे समस्त स्थान बुड़ी जाइछि। आज आम गाँव रे बुली बुली ग्रामवासी मानकर विभिन्न प्रकार सुविधा असुविधा विषय बुझीलु। चलतु देखा ग्रामवासी मानकर से सुविधा असुविधार किछि दृश्य एवं ग्रामवासी मान को पचारि ए विषय से असुविधा विषय किछि जानिबा। वर्तमान गाँव में आम बुलुचु। ब्राह्मणी नदी कुंभीर मानकर बहुत उपद्रव थिबारु पानी रे पशिबा को भय लगुच। तेणुक गोटे ट्रैक्टर आसुछि, ट्रैक्टर रे जाई बुलिकी ग्राम विषय अवगत हवा। हाड़गनु आपण देखुछंती गाँव रे गोटे चा दुकान। जगरा नार तार खाई दे आसन पत्रपुर गाँ भितर पानी देखुं माछ टरा डिंगी। डिंगी
ବା ମାଛ ଧରୁଛନ୍ତି। ଆମେ ବର୍ତ୍ତମାନ ଗାଁରେ ବୁଲି ବୁଲି ଗାଁର ସୁବିଧା ଅସୁବିଧା ବିଷୟରେ ଗ୍ରାମବାସୀଙ୍କ ଠାରୁ ପଚାରି ବୁଝିଥିଲୁ। ଆପଣମାନେ ଯୁଆଡ଼େ ଦେଖିଲେ ପାଣି ପାଣି ହିଁ ପାଣି। ଟିକେ ମାଳିପୁର ଯିବୁ ମାମୁର ଏକାଦଶ ଛୁଟି ବାଟି ହବାକୁ ଯାଉଛୁ। ଆଉ ଏ ବଡ଼ି ପାଣିରେ କ'ଣ ସବୁ ଖବର? କ'ଣ ଆଉ ଖବର, ଏଇ ପାଣିରେ ପଶି ଆଟ କରୁଛୁ, ଯିବା ଆସିବା ପାଇଁ ଭାରି ଅସୁବିଧା ହେଉଛି। ସୁବିଧା ଅସୁବିଧା କହୁନା ସରକାରଙ୍କୁ। ସରକାରଙ୍କୁ ଆଉ କ'ଣ କହିବୁ, ଆମେ ତ ସରକାର, ଆମେ ଯେଉଁ ଜାଗାରେ ରହିଛୁ ସରକାର ବି ଦେଖିପାରିବେନି ଆମକୁ। ଆଉ ଯେଉଁ ନେତା ନେତା ଅଛନ୍ତି ସେ ତ କେବେ ଆମକୁ ଦେଖା ଦେଇନାହାନ୍ତି ଏପର୍ଯ୍ୟନ୍ତ। ଆଉ କୁଷ୍ଟିଆନା ଆସିଥିଲେ କ'ଣ ବିସ୍କୁଟ ଫିସ୍କୁଟ ଛୁଆ ପିଲାଙ୍କୁ ଟିକେ ଟିକେ ଦେଇକି ଯାଇଛନ୍ତି। ଆଉ କୋଉଦିନ ଆସିଥିଲେ? ଆସିଥିଲେ ଆମର ପହର ଦିନ ଆସିଥିଲେ। ଆଉ ଆଚ୍ଛା, ଆଉ ଆମର ଯେଉଁ ଇଏ ବ୍ଲକ ତରଫରୁ କିଛି ମିଳିନି? ବ୍ଲକ ତରଫରୁ ଏପର୍ଯ୍ୟନ୍ତ କିଛି ସହାୟତା ମିଳିନି। ଆଚ୍ଛା, କ'ଣ ଟିକେ ଆବଶ୍ୟକ କହୁନା? କ'ଣ ଆଉ ସରକାରଙ୍କୁ ଆମେ ଜଣାଇବୁ, ଆମର ତ ରାସ୍ତାଘାଟର ଯେଉଁ ରକମ ପ୍ରୋବ୍ଲେମ୍, ତାପରେ ଆଉ ଏଇଖିଣି ଯାତାୟାତ ପାଇଁ ଅସୁବିଧା, ଆଉ ଆମେ ମୂଲିଆ ମଜୁରିଆ ଲୋକ, ଖାଦ୍ୟ ପାଣିରେ ବି ଅସୁବିଧାର ସମ୍ମୁଖୀନ ହେଉଛୁ। କାହିଁକିନା ଭାତ ଦୁଇଟା ଘରେ ଥିଲେ କ'ଣ ହେବ, କିଛି ପରିବା ପତ୍ର ଭଲ ମନ୍ଦ ଇଏ ସିଏ ମିଳୁନି। ଆଉ ଦୋକାନରେ ବି ଯାହା ଥିଲା ସବୁ ନେଇ ଗଲେ ପ୍ରଥମ ଦିନ ଠାରୁ। ଆଉ ଏପର୍ଯ୍ୟନ୍ତ ଆଉ ଦୋକାନରେ ବି କିଛି ଜିନିଷ ମିଳୁନି। ଆଉ ସେରକମ ଅସୁବିଧାରେ ଚାଲିଛୁ, ଖାଇକି ଖାଲି ଲୁଣ ପକେଇ ଖାଇକି ଗଣ୍ଡା ଗଣ୍ଡା ବଞ୍ଚିକି ରହିଛୁ, ଆଉ ବନ୍ୟା ଛାଡ଼ିଲା ପର୍ଯ୍ୟନ୍ତ। ଆଉ ଦେଖିଲି ଗୋଟେ ଛୋଟ ପିଲା ଦୋକାନରୁ କିଛି ସଉଦାପତ୍ର ନେଇକି ଆସେ। କୁଆଡ଼େ ଯାଉଛୁ, କୁଆଡ଼େ ସବୁ? ଛୋଟ ଛୋଟ ପିଲାମାନେ ଗାଁରେ ବୁଲି ବଢ଼ି ପାଣି ଦେଖୁଛନ୍ତି। ରାଷ୍ଟ୍ର ମାଧ୍ୟମରେ ଆମର ନଙ୍ଗୁଲନା ଦେଖାଇଲେଣି, ତାଙ୍କର ସୁବିଧା ଅସୁବିଧା ବିଷୟରେ କିଛି ବୁଝିବା। ନଙ୍ଗୁଲନା କ'ଣ ବନ୍ୟା ବିଷୟରେ କୁହନ୍ତୁ? ବନ୍ୟା ବିଷୟରେ କ'ଣ ଆଉ କହିବୁ, ଆଜିକି 8 ଦିନ ହେଲା ତ ବନ୍ୟାରେ ପଶିକି ରହିଛୁ। ଆଉ ଏଠି କେହି ମା ବାପ ନାହାନ୍ତି, କେହି ଶୁଣିବାର ନାହାନ୍ତି। ଏ ଗାଁକୁ ତ କେହି ଅଛଡ଼ା ଗାଁ ହିସାବରେ ଛାଡ଼ିକି ରଖିଛନ୍ତି। ଆଚ୍ଛା, ଆଉ ଆ ଭିତରେ ତମେ ମଲେ କେତେ ଗଲେ କେତେ, ପ୍ରଶାସନ ଆସିବାର ଅଛି ନା ଏଠିକି କିଏ ଆସିବାର ଅଛି? କେହି ଆସିନାହାନ୍ତି। ଏଠିକି କିଏ ଆସିବ, କିଏ କାହିଁକି? ଏଠି କ'ଣ ସେମାନେ ଭୋଟ ନିଅନ୍ତି? ଏଠୁ କ'ଣ ସେମାନେ ଭୋଟ ପାଇକି ଜିତିକି ଆସନ୍ତି? ନାଇଁ ସେ କଥା ନୁହଁ, ପ୍ରଶାସନ ନିଶ୍ଚିନ୍ତ ବୁଝିବ ଖବର। ପ୍ରଶାସନ କୋଉଠି? ପ୍ରଶାସନ ସିଏ ଭୋଟ ଦିନ 2 ଦିନ ଆଗରୁ ଥରେ ଆସି ବୁଲି ପଡ଼ି ପଳେଇଯାଏ ଯେଉଁ ଆମର MLA ଆଉ MP, ଇଏ ସବୁ ଏଠିକି କେହି, ଇଏ ଅନ୍ଧାର ରାଜ୍ୟ, ଏଠିକି ତ କେହି ଆସିବାର ନାହିଁ। ଏଠି ନା ଖଣି ସମ୍ପଦ ଅଛି ନା କୌଣସି ପ୍ରକାର ଇଏ ଅଛି, ନା ଆମଦାନୀ ସେମାନଙ୍କର କ'ଣ ଅଛି? ଏଠି ଆମେ ଭୋଟ ଦିଉନା ବୋଲି ଭାବନ୍ତି ସେମାନେ। ଆଉ କ'ଣ? ହଉ। ঢুকুলা রক, ঢুকুলা রক।
ସଉଦାପତ୍ର ଏ ଟ୍ରାକ୍ଟରରେ ଆଣିବାକୁ ଦୋକାନକୁ ଯାଇଛନ୍ତି ଗ୍ରାମବାସୀମାନେ। ଜଣେ ବନ୍ୟା ବିପନ୍ନ ଦେଖାଗଲେଣି, ତାଙ୍କଠୁ କିଛି ପଚାରି ଆମେ ବୁଝିବା। ସେଟା କୁଆଡ଼େ ଯିବ, କୁଆଡ଼େ ଝିଅ ଆଉଛି କ'ଣ ଦେଖିବା ପରିବା ପତ୍ର କୁଆଡ଼େ ବଜାର ଘାଟ ଯାଇ ହେଉନି। ଆଉ କ'ଣ କରିବା, ତ ଘରେ ତ ଆଉ କିଛି ସବୁ ବୁଡ଼ିକି ତାର ପାଣି ଘେରରେ ମୁଁ ଅଛି। ଗାଁରେ ଯେଉଁମାନେ ଟିକେ ଅଛନ୍ତି ସୁବିଧାରେ, ମୁଁ ତ ପୁରା ଅସୁବିଧା। ଆଉ ପୁରା ପାଣି ପୁରା ବୁଡ଼ିକି ପୁରା ସାପ ବେଙ୍ଗ ଇଏ ଅଛି। ଗୋଟା ଡକ୍ଟର ଗୋଟା ମାନେ କ୍ଲବ ତରଫରୁ ଆସିବା ଦରକାର ଏଠିକି। ଆଉ ଏ ଅସୁବିଧା ବହୁତ ଏଠି। ଆଉ କେହି ମନ୍ତ୍ରୀ ଭୋଟ ଶୁଖିଲା ବେଳେ ଆଉଛନ୍ତି ଭୋଟ ନେବା ପାଇଁ, କହୁଛନ୍ତି ଭୋଟ ଦେବା ଆଜ୍ଞା ସୁବିଧା ଦେଖିମୁ। ଆମେ ତ ବର୍ତ୍ତମାନ ଅସୁବିଧାରେ ଅଛୁ, କେହି ଆସିବାର ନାହାନ୍ତି। ଆଉ ଆସିଲେ ଏଠିକି ଆଉ ଆମେ ଗୋଡ଼େଇବୁ ନା ସେତେବେଳେ। ଆଉ କିଛି କହିବ? କହିବାକୁ ଆଉ କ'ଣ ଅଛି, ଏମାନଙ୍କୁ କହି କ'ଣ ଫାଇଦା, ବୁଝିଲ? ଏମାନଙ୍କୁ କହିବାରେ କ'ଣ ଫାଇଦା? ଯାହାର ସବୁ ପିଲା ଛୋଟ ଛୋଟ ସବୁ ଅଛନ୍ତି, ବହୁତ ବିଧବା ଲୋକ ଅଛନ୍ତି, ସେ ବଜାର ଘାଟ ଯାଇପାରୁନାହାନ୍ତି। ଆଉ ଡିଙ୍ଗିରୁ ଗୋଟେ ସୁବିଧା ହୁଅନ୍ତା କି ବଜାର ଘାଟ ଯାଆନ୍ତେ। ଏପର୍ଯ୍ୟନ୍ତ ସରକାର ତରଫରୁ କିଛି ବ୍ୟବସ୍ଥା ସରକାର ତ କେହି ଦେଖା ନାହାନ୍ତି, ତାଙ୍କର ନିଜ ଘର ବସିଛନ୍ତି ସବୁ। ଆଉ କିଏ ଆସିବ ବଡ଼ି ପାଣିରେ? କାହିଁକି ବନ୍ୟାରେ ପଡ଼ିକି ମରନ୍ତୁ ଜରନ୍ତୁ, ଆମେ କାହିଁକି ଯିବୁ? ଆଚ୍ଛା, ହଉ, ଧନ୍ୟବାଦ। ବନ୍ଧୁଗଣ, ଗାଁରେ ବୁଲି ବୁଲି ଆମେ ଗାଁର ସମସ୍ତ ଦୃଶ୍ୟ ଅବଲୋକନ କରି ଗ୍ରାମବାସୀଙ୍କ କଥାବାର୍ତ୍ତାରୁ ଯାହା ଜାଣିବାକୁ ପାଇଲୁ ଯେ ସେମାନଙ୍କର କିଛି ଲୋକଙ୍କର ସରକାର ଏବଂ ସ୍ଥାନୀୟ ପ୍ରଶାସନ ଉପରେ ବହୁତ ଗୁଡ଼ିଏ ଅଭିମାନ ଅଛି। ତେଣୁକରି এই ଭିଡ଼ିଓ ମାଧ୍ୟମରେ ମୁଁ ପ୍ରଶାସନକୁ ଜଣାଉଛି ଯେ ଅତି ଶୀଘ୍ର ଗ୍ରାମବାସୀମାନଙ୍କର ପାଇଁ କିଛି ରିଲିଫ୍ ସାମଗ୍ରୀ ଏବଂ ଆବଶ୍ୟକ ଔଷଧ ସାମଗ୍ରୀ ଓ ଗୃହପାଳିତ ପଶୁମାନଙ୍କ ପାଇଁ କିଛି ଖାଦ୍ୟ ସାମଗ୍ରୀ ଖୁବ୍ ଶୀଘ୍ର ଯୋଗାଇ ଦେବାର ବ୍ୟବସ୍ଥା କଲେ ଗ୍ରାମବାସୀମାନେ ବହୁତ ଗୁଡ଼ିଏ ଉପକୃତ ହେବେ ଏବଂ ସେମାନଙ୍କର ଅଭିମାନ ମଧ୍ୟ ଦୂର ହେବ। ଏଇଠାରୁ ମୁଁ ଭିଡ଼ିଓଟି ସମାପ୍ତ କରୁଛି। ରହିଲି। ଜୟ ଜଗନ୍ନାଥ।